ସେଥିପାଇଁ ଶ୍ରୀମାନ ମହାପ୍ରଭୁ କହିଲେ ପ୍ରାଣୀ ମାତ୍ରେ ମୋର ବାକ୍ୟ ଦୂରେଇ ଗଲା ଦିନ ପରି କଥା କହିବ ନା ସେ ଚିମୁଟିବା ପିଟିବା ମାରିବା ହତ୍ୟା କରିବା ଛାଡ କଥା କରି କହିବ ନା ଯଦ୍ୱାରା ମନରେ କ୍ଲେଶ ଆସିବ। ପ୍ରାଣୀ ମାତ୍ରେ ମନ ବାକ୍ୟ ଦୂରେଇ ଗଲା ନାଇଁ କୌଣସି ପ୍ରାଣୀ ଏଇଟା କଥା ଏ ବୈଷ୍ଣବର ଆଉ ତୁମେ ମାରିବ କାହାକୁ କି କରିବ ଏଇଟା କଥା ଅବଶ୍ୟ আমার কথা ଅଛି ସତ୍ୟଂ ବ୍ରୂୟାତ୍ କିଂ ବ୍ରୂୟାତ୍ ମାଂ ବ୍ରୂୟାତ୍ ସତ୍ୟଂ ଅପ୍ରିୟ ନା ନାଇଁ ସତ୍ୟ କଥା କୁହ ପ୍ରିୟ କଥା କୁହ ପ୍ରୀତି ଯୋଉଥିରେ ଆନନ୍ଦ ଲାଗିବ ସେପରି କଥା କୁହ ଏପରି ସତ୍ୟ କୁହ ନା ଯୋଉଟା ହଉଛି ଅପ୍ରିୟ ନା ନାଇଁ ଅପ୍ରିୟ ସତ୍ୟ କୁହ ନା ନା ନାଇଁ ସେଟା ଭାଇ କଷ୍ଟ ସାଧାରଣ ନିୟମଟା ତୁମେ ଜଣକୁ ଉଦ୍ବେଗ ଦେଇଦବ ଆମର ଏ ସାଧାରଣ କ୍ଷେତ୍ରରେ ଏ କଥା କୁହାଯାଏ ସାଧାରଣ ନିୟମ ଏଥିକାଲ ରୁଲ୍ ଏଇଟା କିନ୍ତୁ ଯୋଉ ପରମାର୍ଥିକ କ୍ଷେତ୍ର ଅଛି ସେ କ୍ଷେତ୍ରରେ ଏ ନିୟମ ଚଳେ ନା ନା ସତ୍ୟ ନିଶ୍ଚୟ କହିବ ଆଉ ସତ୍ୟ ଯେତେ ଅପ୍ରୀତିକର ହଉନା କାହିଁକି କହିବ ତାହେଲେ ପରମାର୍ଥିକ ଉନ୍ନତିଟା ହବ ନା।